ଆଜି ଥିଲା ଅଗ୍ରପୂଜ୍ୟ ଗଣେଶଙ୍କ ପୂଜା। ଏଥିପାଇଁ ସହରଠାରୁ ପଲ୍ଲୀ ପର୍ଯ୍ୟନ୍ତ ଉତ୍ସବ ମୁଖର। ବିଦ୍ୟାଳୟଠାରୁ ଆରମ୍ଭ କରି ବିଭିନ୍ନ କ୍ଲବରେ ମଧ୍ୟ ଗଣେଶ ପୂଜା ଭକ୍ତି ଓ ଶ୍ରଦ୍ଧାର ସହିତ ଅନୁଷ୍ଠିତ ହୋଇଯାଇଛି। ଏହି କ୍ରମରେ ରାଜକନିକା ବ୍ଲକ ଅନ୍ତର୍ଗତ ରସିକନଗରଠାରେ ମଧ୍ୟ ପ୍ରସିଦ୍ଧ ଗଣେଶ ପୂଜା ଭକ୍ତି ଓ ଶ୍ରଦ୍ଧାରେ ଅନୁଷ୍ଠିତ ହୋଇଛି। ବାବା ଆଖଣ୍ଡଳମଣି ୟୁଥ୍ କ୍ଲବ ଆନୁକୂଲ୍ୟରେ 19ତମ ଗଣେଶ ପୂଜା ଅନୁଷ୍ଠିତ ହୋଇଛି। ମୋ ନାଁ ହେଉଛି ବିଦ୍ୟାଧର ପଣ୍ଡା, ଗ୍ରାମ କଣ୍ଡିଆ ରସିକନଗର। ଆଉ ମାଧବ ପ୍ରାଙ୍ଗଣରେ ଆମେ ଗଣେଶ ପୂଜା ଆମେ କରୁଛୁ ବହୁତ ଦିନ ହେଲାଣି। କିନ୍ତୁ ଦେବେନ୍ଦ୍ର ବି କରୁଛି, ମୁଁ କରୁଛି, ଦୁଇ ଜଣ ଉଭୟ ବି ପୂଜା କରୁଛୁ। ଆଉ ଗାଁର କମିଟି ଲୋକ ପିଲା ବି ଅଛନ୍ତି, ସେ ବହୁତ ବି ସହଯୋଗ କରୁଛନ୍ତି। ପୂଜା ରକମ ଭଲ ରକମ ଚାଲିଛି। ଆଉ ମୁଁ ପୀତାମ୍ବର ଦାସ, ବାବା ଆଖଣ୍ଡଳମଣି ୟୁଥ୍ କ୍ଲବର ସମ୍ପାଦକ ଅଛି। ଆମେ ପୂଜା ବିଷୟରେ କହିବେ, ଆଜିକୁ 19 ବର୍ଷ ହେଲାଣି ଏ ପୂଜା ଆମେ ଅନୁଷ୍ଠିତ କରି ଆସୁଛୁ। ସବୁ ପିଲାମାନଙ୍କର ସହଯୋଗ, କଠିନ ପରିଶ୍ରମ, ସମସ୍ତଙ୍କର ଭଲ ପାଇବା ନେଇକି ଆଜିକୁ 19 ବର୍ଷ ହେଲାଣି ଆମର ପୂଜାଟି ବଢ଼ି ବଢ଼ି ଚାଲିଛି। ଆମର ପ୍ରେସିଡେଣ୍ଟ ତ କହିଲେ ଆମର ପ୍ରତିଦିନ ଏଠି ଗୋଟେ ଗୋଟେ ପ୍ରୋଗ୍ରାମ ହେବ। ଆଜି ଆମର କୀର୍ତ୍ତନ ଅନୁଷ୍ଠିତ ହେବ, କାଲି ଆମର ଭଜନ ଅନୁଷ୍ଠିତ ହେବ, ତା ପରଦିନ ଆମେ ଡ୍ୟାନ୍ସ ପ୍ରୋଗ୍ରାମ ରଖିଛୁ, ତା ପରଦିନ ଆମେ ଭସାଣି ରଖିଛୁ। এই যে ପୂଜା କରିବାର ମୁଖ୍ୟ ଉଦ୍ଦେଶ୍ୟ କ'ଣ ଅଛି? ମୁଖ୍ୟ ଉଦ୍ଦେଶ୍ୟ ହେଉଛି ପୂଜା କରିବାର ପିଲାଙ୍କର ଗୋଟେ ଆଗ୍ରହ, ପାଠ ପଢ଼ିବା ଠାରୁ ରହିଛି ଗଣେଶ ପୂଜାର ଗୋଟେ ଆଗ୍ରହ। ସେ ଆଗ୍ରହକୁ ଏ ଯୁବପିଢ଼ି ଆଗକୁ ନେବା ପାଇଁ ଏଇଟା ହେଉଛି ତାଙ୍କର ମୁଖ୍ୟ ଉଦ୍ଦେଶ୍ୟ। ମୁଁ ଶ୍ରୀ ଦେବେନ୍ଦ୍ର କୁମାର ପଣ୍ଡା, ଗ୍ରାମ ଆମର ରସିକନଗର। ଆମର ଏ ଆଖଣ୍ଡଳମଣିଙ୍କ ମନ୍ଦିର ପ୍ରାଙ୍ଗଣରେ ଆଜିକି ଦୀର୍ଘଦିନ ହେଲେ ପୂଜା ଆମର ଆଖଣ୍ଡଳମଣି ୟୁଥ୍ କ୍ଲବ ତରଫରୁ ପିଲାମାନେ କରୁଛନ୍ତି। ଏ ପୂଜାକୁ ଆମେ ସୁଚାରୁ ରୂପେ ଦୀର୍ଘଦିନ ହେଲା କରି ଆସୁଅଛୁ। ମୋ ସହିତ ସହଯୋଗୀ ମଧ୍ୟ ଅଛନ୍ତି ଶ୍ରୀ ବିଦ୍ୟାଧର ପଣ୍ଡା। ମୋ ନାଁ ହେଉଛି ଦେବେନ୍ଦ୍ର କୁମାର ପଣ୍ଡା। ତେଣୁ ବିଦ୍ୟାଧର ପଣ୍ଡା ମଧ୍ୟ ପାଖରେ ଉପସ୍ଥିତ ଅଛନ୍ତି, ତାଙ୍କୁ ମଧ୍ୟ କିଛି ପଚାରି ପାରିବେ। ଆଚ୍ଛା, ହଁ, ପରିଚୟ ଦେବେ। ଆଜ୍ଞା, ମୁଁ ଶ୍ରୀ ଦୀପଙ୍କର ବଳ, ବାବା ଆଖଣ୍ଡଳମଣି ୟୁଥ୍ କ୍ଲବର ସଭାପତି। এই যে ଆପଣ ପୂଜା କରୁଛନ୍ତି, ପୂଜା କେବେଠାରୁ ଷ୍ଟାର୍ଟ ହେଲା ସେ ବିଷୟରେ କହିବେ। ଆମ ପୂଜାଟି 2006 ମସିହାରେ ଆମେ ଆରମ୍ଭ କରିଥିଲୁ। ଏ ବର୍ଷକୁ ଲଗାଇ 19 ବର୍ଷର ପୂଜା ପାଳନ କରିଯାଉଛୁ। ଏହାର ମୁଖ୍ୟ କ'ଣ ରହିଛି? ମୁଖ୍ୟ ହେଉଛି ପୂଜା ଦିନ ପୂଜାଟି ଭଲ ରକମ କରିବା। ସନ୍ଧ୍ୟାବେଳେ କୀର୍ତ୍ତନ, ତିନୋଟି କୀର୍ତ୍ତନ ମଣ୍ଡଳୀ ସହିତ କୀର୍ତ୍ତନ କରିବା। କାଲି ଭଜନ ସମାବେଶ, ପରଦିନ ମେଲୋଡ଼ି, ଚତୁର୍ଥ ଦିନ ଆମର ଭସାଣି ପ୍ରୋଗ୍ରାମ। ସମସ୍ତ ଭକ୍ତମାନଙ୍କୁ କ'ଣ କହିବେ? ସମସ୍ତ ଭକ୍ତମାନଙ୍କୁ ମୁଁ କହୁଛି, ଗଣପତି ବାପାଙ୍କର ପୂଜାଟି ଭଲ ରକମ କେମିତି ଅନୁଷ୍ଠିତ ହେବ, ସମସ୍ତେ ଭଗବାନଙ୍କ କତିରେ ପ୍ରାର୍ଥନା କରିବା। ପ୍ରଥମେ କଳସ ପୂଜା ହେବା ସହିତ ରୀତିନୀତି ସହିତ ଅଗ୍ରପୂଜ୍ୟ ଗଣପତିଙ୍କର ପୂଜା ଅର୍ଚ୍ଚନା କରାଯାଇଥିଲା। କ୍ଲବର ସଭାପତି ଦୀପଙ୍କର ବଳ, ସମ୍ପାଦକ ପୀତାମ୍ବର ଦାସଙ୍କ ସହିତ ସମସ୍ତ ସଦସ୍ୟ ଉପସ୍ଥିତ ହୋଇ ପୂଜା କାର୍ଯ୍ୟଟିକୁ ସୁପରିଚାଳନା କରିଥିଲେ। ରାଜକନିକାରୁ ସରୋଜ କୁମାର ବେହେରାଙ୍କ ରିପୋର୍ଟ, ସ୍ୱସ୍ତିକ ନ୍ୟୁଜ୍। ଆପଣମାନେ ଦେଖୁଛନ୍ତି ସ୍ୱସ୍ତିକ ଟିଭି।